ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜନତା ଦଳର ମିଶ୍ରଣ ପର୍ବ ମଙ୍ଗଳବାର ସ୍ଥାନୀୟ ଟାଉନ୍ ହଲ୍ଠାରେ ଅନୁଷ୍ଠିତ ହୋଇଯାଇଛି। ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ପୌରାହିତ୍ୟରେ ଆୟୋଜିତ ମିଶ୍ରଣ ପର୍ବରେ ଜଗନ୍ନାଥ ପ୍ରସାଦ ବ୍ଲକ ଅଧୀନ ଛାମୁଣ୍ଡା ପଞ୍ଚାୟତର ସରପଞ୍ଚ ଶର୍ମିଷ୍ଠା ମଲ୍ଲିକ, ଅଲାଡ଼ି ସରପଞ୍ଚ ବାବାଜୀ ପୋଲେଇ, ଜଗନ୍ନାଥ ପ୍ରସାଦ ସରପଞ୍ଚ ରଶ୍ମିତା ସେଠୀଙ୍କ ସମେତ ରୁଢ଼ାପଦର ପଞ୍ଚାୟତର ନକୁଳ ଜାନି, ଅର୍ଜୁନ ମଲ୍ଲିକଙ୍କ ସହ ଶତାଧିକ ସମର୍ଥକ ବିଜେଡ଼ିରେ ଯୋଗ ଦେଇଛନ୍ତି। ଏଥିସହିତ ଭଞ୍ଜନଗର ବ୍ଲକର ମୁଜାଗଡ଼ ପଞ୍ଚାୟତର ପିତ୍ତବାସ ଗୌଡ଼, ବେଲାରସେନ ଦଳବେହେରା, ପିତ୍ତବାସ ପ୍ରଧାନ ମଙ୍ଗୁଳୁ ନାୟକ ଓ ହରିଗଡ଼ ପଞ୍ଚାୟତର ସନ୍ତୋଷ ମିଶ୍ର, ପୂର୍ଣ୍ଣଚନ୍ଦ୍ର ବେହେରା, ଡୁମାଗୁମ୍ପା ପଞ୍ଚାୟତ ରାଧାକୃଷ୍ଣ ଗୌଡ଼ ଓ ଆଖୁପଦର ଗ୍ରାମର ପ୍ରଫୁଲ୍ଲ କୁମାର ପ୍ରଧାନ, ବରିଷ୍ଠ ଆଇନଜୀବୀ ତଥା କଂଗ୍ରେସ ନେତା ଖରାଂଶୁ ଶେଖର ଦାସଙ୍କ ସମେତ ଶତାଧିକ ସମର୍ଥକ ବିଜେଡ଼ିରେ ସାମିଲ ହୋଇଥିଲେ। ମିଶ୍ରଣ ପର୍ବରେ ସାମିଲ ହୋଇଥିବା ସମସ୍ତ ନେତା ଓ ନୂତନ କର୍ମୀଙ୍କୁ ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ ଦଳୀୟ ପତାକା ଓ ଫୁଲହାର ଦେଇ ସ୍ୱାଗତ କରିବା ସହ ଆନ୍ତରିକ ସହଯୋଗ କାମନା କରିଥିଲେ। ବିଜୁ ଜନତା ଦଳର ନୀତି ଆଦର୍ଶ ଓ ବିକାଶ ଧାରାରେ ପ୍ରଭାବିତ ହୋଇ ସମସ୍ତ ନେତା ଓ କର୍ମୀ ବିଜେଡ଼ିରେ ସାମିଲ ହୋଇଥିବା କହିଛନ୍ତି। ମିଶ୍ରଣ ପର୍ବରେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ତଥା ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା, ଗଞ୍ଜାମ ଜିଲ୍ଲା ବିଜେଡ଼ି ଉପସଭାପତି ରାଜକୁମାର ସାହୁ, ଭଞ୍ଜନଗର ବ୍ଲକ ବିଜେଡ଼ି ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ନଗର ବିଜେଡ଼ି ସଭାପତି ରାଜେନ୍ଦ୍ର ବିଶୋଇ, ଜଗନ୍ନାଥ ପ୍ରସାଦ ବ୍ଲକ ସଭାପତି ପ୍ରଭାତ ଚନ୍ଦ୍ର ଦଳବେହେରା, ବ୍ଲକ ଅଧ୍ୟକ୍ଷା ଜୟଶ୍ରୀ ସାହୁ, ସାଂସଦ ପ୍ରତିନିଧି ବିପ୍ରଚରଣ ବାରିକ, ଦିବାକର ନାୟକ, ପୌରାଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ବ୍ଲକ ଅଧ୍ୟକ୍ଷ ନରିସଭା ନାୟକ, ବରିଷ୍ଠ ସଂଗଠନ ଦେବଦତ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ସୁଧୀର ରଞ୍ଜନ ବେହେରା ଓ ଦିବାକର ନାୟକ ସଭା ସଂଯୋଜନା କରିଥିଲେ। ଭଞ୍ଜନଗରରୁ ଶିବଶଙ୍କର ପ୍ରଧାନଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।